राशन कार्ड धारी ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା କଟିଯିବ କିଛି ଜଣଙ୍କର ରାସନ କାର୍ଡ ମିଳିବନି ଆଉ ମାଗଣାର ରାସନ। ହଁ ବନ୍ଧୁଗଣ, ଆପଣଙ୍କ ନାଁରେ ରାସନ କାର୍ଡ ଅଛି କି ନାହିଁ ତାହା କେମିତି ଜାଣିବେ ସେ ବିଷୟରେ ମଧ୍ୟ ମୁଁ ଏହି ଭିଡିଓରେ ଆଗକୁ କହିବି। ଆପଣ ଯଦି ରାସନ କାର୍ଡ ବନେଇ ନାହାନ୍ତି ତେବେ ଆପଣ ନିହାତି ଏବେ ରାସନ କାର୍ଡ ବନାନ୍ତୁ। ରାସନ କାର୍ଡ ହେଉଛି ଗୋଟେ ପରିବାର ପାଇଁ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ସବସିଡି ଯୁକ୍ତ ଖାଦ୍ୟ ଏବଂ ଜରୁରୀ ଦ୍ରବ୍ୟ ସୁବିଧା ପ୍ରଦାନ କରିଥାଏ। ଆପଣମାନଙ୍କର ରାସନ କାର୍ଡରେ ନାଁ ଅଛି କି ନାହିଁ ସେଇଟା ଆପଣମାନେ କିପରି ଯାଞ୍ଚ କରିପାରିବେ ଏହି କଥା ମଧ୍ୟ ମୁଁ ଭିଡିଓରେ କହିବି। ଆପଣଙ୍କର ରାସନ କାର୍ଡରେ ନାଁ ଅଛି କି ନାହିଁ ସେଇଟା କେମିତି ଜାଣିବେ ସର୍ବପ୍ରଥମେ ଆମେ ତାହାକୁ କଭର କରିବା। ଆପଣଙ୍କର ନାମ ରାସନ କାର୍ଡରେ ଅଛି କି ନାହିଁ ତାହା ଜାଣିବା ପାଇଁ ଆପଣ ପ୍ଲେ ଷ୍ଟୋରକୁ ଯିବେ। ପ୍ଲେ ଷ୍ଟୋରକୁ ଯାଇକି मेरा राशन 2.0 ସେହି ଆପ୍ଲିକେସନକୁ ଓପେନ କରିବେ। ଓପେନ କଲା ପରେ ସେଇଥିରେ ଆପଣଙ୍କର ଆଧାର ନମ୍ବର ଏଣ୍ଟର କରିବେ। ଆଧାର ନମ୍ବର ଏଣ୍ଟର କଲା ପରେ ସେଇଥିରେ ଆପଣଙ୍କୁ କିଛି କ୍ୟାପ୍ଚା ମାଗିବ। କ୍ୟାପ୍ଚାଟାକୁ ଫିଲ୍ କରିଦେବେ। ଫିଲ୍ କଲା ପରେ ଆପଣଙ୍କୁ ଗୋଟିଏ ଓଟିପି ଆସିବ। ଓଟିପି ଆସିଲା ପରେ ଆପଣ ସେହି ଓଟିପିଟାକୁ ସବମିଟ୍ କରିବେ। ସବମିଟ୍ କଲା ପରେ ଆପଣଙ୍କର ପୁରା ଫ୍ୟାମିଲିର ଆପଣଙ୍କର ରାସନ କାର୍ଡର ଲିଷ୍ଟ ଆସିବ। ଯଦି ଆପଣଙ୍କର ରାସନ କାର୍ଡରେ ନାଁ ନାହିଁ ତେବେ ଆପଣଙ୍କୁ ରାସନ କାର୍ଡ ପାଇଁ କଣ କଣ ଯୋଗ୍ୟତା ଥିବା ଦରକାର। ପ୍ରଥମରେ ତ ହେଲା ପରିଚୟ ପ୍ରମାଣପତ୍ର ଯେମିତିକି ଭୋଟର ଆଇଡି, ପାନ କାର୍ଡ, ଆଧାର କାର୍ଡ ଇତ୍ୟାଦି। 2 ନମ୍ବର ହେଲା ବାସସ୍ଥାନ ପ୍ରମାଣପତ୍ର ଯେପରିକି କରେଣ୍ଟ ବିଲ୍, ଟେଲିଫୋନ ବିଲ୍। 3 ନମ୍ବର ହେଲା ପ୍ରମାଣପତ୍ର କିମ୍ବା 4 ନମ୍ବର ହେଉଛି ପରିବାରର ମୁଖ୍ୟଙ୍କର ପାସପୋର୍ଟ ଆକାରର ଫଟୋଗ୍ରାଫ ଥିଲେ ମଧ୍ୟ ଚଳିବ। କେଉଁମାନେ ରାସନ କାର୍ଡ ଆପ୍ଲାଏ କରିପାରିବେ। ଆପଣ ନିଶ୍ଚିତ ଭାବରେ ଆପଣ ଓଡ଼ିଶାର ବାସିନ୍ଦା ହେଇଥିବା ଆବଶ୍ୟକ। ଆବେଦନକାରୀଙ୍କ ପାଖରେ ଆଗରୁ କୌଣସି ପ୍ରକାର ରାସନ କାର୍ଡ ନଥିବା ଦରକାର। ଆବେଦନକାରୀଙ୍କର ପାରିବାରିକ ଆୟ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିନଥିବା ଉଚିତ। 4 ନମ୍ବରରେ ହେଲା ରାସନ କାର୍ଡ ପାଇଁ କେଉଁମାନେ ଯୋଗ୍ୟ। 4 ନମ୍ବର ହେଲା ଅନ୍ୟ କୌଣସି ପରିବାରର ସଦସ୍ୟ ହେବା ଉଚିତ ନୁହେଁ।